କେତେ ଦିନ ପରେ ଦେଖା ଘରୁ କୋଉନ ଆଇଲୁ କି? ଆଉ ପୁନା କଥା ମନେ ଅଛି ନା ମନେ ନାହିଁ? ସାଙ୍ଗ ତୋ ସ୍କୁଲ ବିଷୟରେ କିଛି ମନେ ଅଛି ମୋତେ ଟିକେ କହୁନୁ। ତୋ ସ୍କୁଲରେ କ'ଣ ହଉଥିଲା ମୋତେ ଟିକେ କହ। ଆଉ ଆମର ତ ପ୍ରାଇଭେଟ ସ୍କୁଲ, ତମର ତ ଗଭର୍ଣ୍ଣମେଣ୍ଟ ସ୍କୁଲ, ତମେ କ'ଣ ଆମ ବିଷୟରେ ଜାଣିବ? କ'ଣ ମୋର ଗଭର୍ଣ୍ଣମେଣ୍ଟ ସ୍କୁଲ ତୋର ପ୍ରାଇଭେଟ ସ୍କୁଲ? ସତରେ? ଆମର ତ ପ୍ରାଇଭେଟ ସ୍କୁଲରେ ବେଷ୍ଟ ଫଙ୍କସନ୍ ହୁଏ। ଆନୁଆଲ୍ ଫଙ୍କସନ୍ ସେ ପୁଣି 5 ଦିନ ପାଇଁ, ଆଉ ପିକନିକ୍ ସେ ପୁଣି ମନ ଇଚ୍ଛା ଜାଗାକୁ ଆମେ ଯାଇପାରୁ। କିନ୍ତୁ ତମ ସ୍କୁଲରେ କ'ଣ ହୁଏ? ତମକୁ ଶୂନ ଲାଗିଛି ଆମକୁ ଶୂନ ନାହିଁ। ହଉ ତାହେଲେ ଦେଖିବା ସାର୍ କାହାର ଭଲ ସ୍କୁଲ। ଠିକ୍ ଅଛି ଷ୍ଟାର୍ଟ କର। ଆମ ପିଲା ଗାଡ଼ିରେ ଆସନ୍ତି, ରାସ୍ତାରେ ଶାନ୍ତି ଶୃଙ୍ଖଳାରେ ଆସି ପ୍ରାର୍ଥନା ମଣ୍ଡପରେ ଶାନ୍ତିରେ ବସନ୍ତି। ପିଲା ସାଇକେଲରେ ଆସନ୍ତି ଆଉ ସେ ଭାବନ୍ତି ସେ ତାଙ୍କ ରୋଡ଼ ମାମୁଁ ରୋଡ଼। ଆଉ ସେ ପ୍ରାର୍ଥନା ହଲରେ ଅଧା, ଆଉ କ୍ଲାସ୍ ହଲରେ ଅଧା, ଆଉ ଅଧା ବୁଲୁଥିବେ ଗେଟ୍ ପାଖରେ। ତୁ କହନା କହନା। ଆମର 14 ଜଣ ସାର୍ ମ୍ୟାମ୍, ତା ଭିତରୁ 11 ଜଣ ମ୍ୟାମ୍ ଆଉ 3 ଜଣ ସାର୍, ଆଉ ସେ ଯାହା ପଢ଼ାନ୍ତି ଆମେ ସବୁ ବୁଝିପାରୁ। ଆମର 7 ଜଣ ସାର୍ ଆଉ ଜଣେ ମ୍ୟାଡ଼ାମ୍। ଆଉ ସିଏ ପଢ଼ିଲେ ଆମେ ବୁଝିଯାଉ, କିନ୍ତୁ ପଛ ପିଲା ମୁଁ କହିପାରିବିନି। ଆମେ ଖାଇବା ଘରୁ ନେଇକି ଯାଉ, ଆଉ ସେ ପୁଣି ପୂର୍ଣ୍ଣ ନିରାମିଷ ହେଇଥିବା ଦରକାର। ଆଉ ଆମର ଖେଳ ଛୁଟି ତ ଅଧଘଣ୍ଟା ପାଇଁ ହୁଏ, ତା ଭିତରେ ଆମେ ବାକି ସମୟରେ ପଢ଼ୁ। ଆମର 1 ଘଣ୍ଟା, ବେଳେବେଳେ ଆମେ ନିଜସ୍ୱ 2 ଘଣ୍ଟା ନେଇଯାଉ। ଆଉ ଶନିବାର ବୁଧବାର ଆମ ଅଣ୍ଡା ମିଳିଲା ଫାଇନାଲ୍, ଆମେ ଛଡ଼ାଛଡ଼ି ଅଣ୍ଡା ଖାଇଦେବୁ। ଆଉ ଆମର ତ ଛୁଟି ହେଲା ଚପଲ ଗୋଟେ ପଟ ଗେଟ୍ ପାଖରେ, ଆଉ ଚପଲ ଗୋଟେ ପଟ ଆମ ଅଫିସ୍ ଜମିରେ ଆଉ।